ଆଜି ଯେହେତୁ ଦଶହରାରେ ଆମ ଅମୃତଭଣ୍ଡା ଗଛ ଗୁଡ଼ିକ ସବୁ ଟଳି ପଡ଼ିଲା। ଦୁର୍ଗା ପୂଜାରେ ଯିଏ ଯାହା ଖେଳନା ଆଣିଥିଲେ ସମସ୍ତେ ଲାଗିଗଲେ ଏବେ ଖେଳିବାରେ। କିନ୍ତୁ ଆମ ପିଲାବେଳେ ଏମିତି ଫୋଟକା ନଥିଲା। ଆମେମାନେ ବନ୍ଦିରି କ୍ଷୀରରେ ହିଁ ଫୋଟକା କରୁ। ଆଉ ଛାତ ଉପରେ ଯାଇ ଦେଖେ ତ ବାବୁ ଆମର ଏବେ ଲୁଙ୍ଗି ଡ୍ୟାନ୍ସରେ ପ୍ରାକ୍ଟିସ୍ କରୁଛନ୍ତି। ଯେହେତୁ ତାଙ୍କର ହଉନି, ସୀମା ତାଙ୍କୁ ଏବେ ଡ୍ୟାନ୍ସ ଶିଖଉଛି। କିନ୍ତୁ ପାଠ ନାଚ ମୋତେ କାହିଁ ଅଜବ ଅଜବ ଲାଗୁଥିଲା। ପାଠ ସାର୍ଟ ତାଙ୍କ ଆଜବେଷ୍ଟ ଉପରେ ପଡ଼ିଯାଇଥିଲା। ଇଏ ବାବୁ ଆମର କହିଲେ ମୁଁ ହେଲି ବାହୁବଲି, ମୋ ପାଇଁ କିଛି କାମ ଅସମ୍ଭବ ନୁହଁ। ମୋତେ ତ ଲାଗୁଥିଲା ଇଏ ପାରିବେନି। ଯାହା ହଉ ତାଙ୍କ କାମରେ ସେ ସଫଳ ହେଲେ। ତାପରେ ଆମେ ଲାଗିଗଲୁ ଆମ କାମରେ, ମାନେ ରିଲ୍ ସୁଟ୍ କରିବାରେ। କିନ୍ତୁ ଇଏ ଫୁଲେ କିଛି କରେଇଦେବନି। ଦେଖୁନ କେମିତି ହେଉଛି, ଯେମିତି ତା ଦେହରେ ବିଛୁଆତି ଲାଗିଯାଇଛି। ମୁଁ ବି ତା ଚକରେ ସୁଟ୍ କରିପାରିଲିନି। ଆଉ ସୀମା ତାଙ୍କୁ କପି କରିବା ଛାଡ଼ି ଦେଇ ମୋ ପଛରେ ଲାଗିଗଲା। ଆପଣମାନେ କୁହନ୍ତୁ ତ, ଏମିତି ଯଦି ଜଣେ ପାଗଳ ଭଳିଆ ଆପଣମାନଙ୍କ ସାମ୍ନାରେ ହୁଏ, ଆପଣମାନେ କିଛି କାମ କରିପାରିବେ କି? ଆଜି ହେଉଛି ମା ଦୁର୍ଗାଙ୍କର ବିସର୍ଜନ। ବିସର୍ଜନ ତ ପିଲାମାନେ ନାଚିକୁତି ଭଲ ଏନ୍ଜୟ କରୁଥିଲେ। କିନ୍ତୁ ଏମାନଙ୍କ ନାଚ ଭିତରେ ଏମାନଙ୍କ ଡ୍ୟାନ୍ସ କିଛି ଅଲଗା ପ୍ରକାର ଥିଲା। ଦୁନିଆରେ ଏମିତି ବି ଡ୍ୟାନ୍ସ ଷ୍ଟେପ୍ ଥାଏ, ମୁଁ ଆଜି ଏମାନଙ୍କ ପାଖରୁ ହିଁ ଜାଣିଲି। ମାଆଙ୍କର ତ ବିସର୍ଜନ ସରିଲା, ଘରେ ଆସି ଦେଖେ ତ ଏମାନେ ସବୁ ବସିଯାଇଛନ୍ତି ଏବେ ଲୁଡୁ ଖେଳିବାରେ। କିନ୍ତୁ ମୋ ମା ତାର ହାତରେ ମଶା ଧୂପ ଧରିକି ବସିଛି। ଆଉ ଇଏ ହେଲେ ସବୁ ଦର୍ଶକ। ତାଙ୍କ ଖେଳ ଦେଖି ଏମାନେ ବି ବସିଗଲେ ଏବେ ଲୁଡୁ ଖେଳିବାରେ। ସାଙ୍ଗମାନେ, ଆପଣମାନଙ୍କୁ ବି ଲୁଡୁ ଖେଳିବାକୁ ଭଲ ଲାଗେ କି? କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ।